ନମସ୍କାର। ଜୟ ଜଗନ୍ନାଥ। ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ। କିଛି ଦିନ ହେଲା ଗୋଟେ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଲୋଚନା ଜାରି ରହିଛି ଏବଂ ମୁଁ ସବୁଆଡୁ ଚିନ୍ତା କରି ଗୋଟେ କଥା ଆପଣ ମାନଙ୍କ ସମ୍ମୁଖକୁ ଆଣିବା ପାଇଁ ଇଚ୍ଛା ହେଲା ବୋଲି ସକାଳୁ ଆଜି ଲାଇଭରେ ଆସିଲି। ଭାରତବର୍ଷ ଆମର ଏକମାତ୍ର ଦେଶ ଯେଉଁଠି ଲୋକଙ୍କର ଗାଡି ଥୋଇବାକୁ ଜାଗା ନଥାଇ ଗାଡି କିଣନ୍ତି। କେବଳ ପୃଥିବୀର ବିରଳ, ଆମର ଦେଶ ଏକମାତ୍ର ଦେଶ। ଆମେ ସମସ୍ତେ ଜାଣିଛେ ଯେ ପୃଥିବୀର ସ୍ଥଳଭାଗ ଯେତିକି ସିଏ ଆଉ ବଢିବନି। ଯୋଉ ସହର, ଯୋଉ ଦେଶ, ଯୋଉ ରାଜ୍ୟ, ଯାହାର ଯେତିକି ଜାଗା ଅଛି, ତାଙ୍କ ଜନସଂଖ୍ୟା କମୁ ବା ବଢୁ, ସେମାନଙ୍କୁ ସେତିକି ଭିତରେ ରହିବାକୁ ପଡିବ। ନହେଲେ ସେମାନେ ଅନ୍ୟ ଦେଶକୁ ଆକ୍ରମଣ କରନ୍ତୁ, କଣ କରିକି ଅନ୍ୟ ଦେଶର ଜାଗାକୁ ସେମାନେ ଅକ୍ତିଆର କରିବାକୁ ଚେଷ୍ଟା କରିବେ। କିନ୍ତୁ ଜାଗା ଯେତିକି ସେତିକି। ହଁ, ଅଲ୍ଟରନେଟ୍ ୱେରେ ଆପଣ ପାଣିରେ ରହିବା ପାଇଁ ବିକଳ୍ପ ଚିନ୍ତା କରିପାରନ୍ତି ବା ପବନରେ ତ ରହିବା ସମ୍ଭବ ନୁହଁ, କିନ୍ତୁ ପବନରେ ଆମର ଘର ତିଆରି ହଉଛି, ଯୋଉଟାକି ଆମେ ଆପାର୍ଟମେଣ୍ଟ କଲଚର କହୁଛୁ। ଆପାର୍ଟମେଣ୍ଟର କଣ, ତଳ ଆପଣଙ୍କର ନୁହଁ, ଉପର ଆପଣଙ୍କର ନୁହଁ, ମଝି ଏରିଆଲ ଯୋଉ ସ୍ପେସ କୁ ଆମେ ଭର୍ଚୁଆଲି କିଣୁଛେ। କୌଣସି ମିସହାପ ହେଲେ ତାର କିଛି ଅସ୍ତିତ୍ବ ଅଛି କି? ସେଇଭଳିଆ କଥା। ଆଉ ସେହା ବହୁତ ଭଲ ଭାବରେ ଆମର ଭିତରେ ପଶି ଯାଇଛି ମାର୍କେଟିଂ ଦ୍ୱାରା। ଗୋଟେ କଥା ହେଲା, ଆମେ ପାର୍କିଂ କୁ ନେଇ କଥା ହଉଛେ। ଆମେ କହିଲି ମୁଁ, ଆମର ଜାଗା ନଥାଇ ଆମେ ଗାଡି କିଣେ। ତ ଜାଗା ନଥାଇ ଗାଡି କିଣିବା ଗୋଟେ କଣ ପାଗଳାମିର କଥା। ଆଉ ଗାଡି ଥୋଇବାକୁ ନେଇକି ଯଦି ପଇସା ଆଦାୟ କରିବାକୁ ସରକାର ଚିନ୍ତା କରିବେ, ବାହାର ଲୋକ ବି ଚିନ୍ତା କରିବେ। ସରକାର କଣ ପଇସା ନେବେ ଅନ୍ୟମାନେ ଛାଡିଦେବେ କି? ସେଟା ତ ହବନି। ଯଦି ଗୋଟେ ହୋଟେଲ ବା ଭକ୍ତ ନିବାସରେ ଗାଡି ରଖିଲେ ପାର୍କିଂ ଅଲଗା ଦବାକୁ ପଡିବ, ଯଦି ଏଇଟା ସେମାନଙ୍କର ଏକ୍ସପେରିମେଣ୍ଟରେ ସେମାନେ ସକ୍ସେସଫୁଲ ହୁଅନ୍ତି, ତ କାଲି ସକାଳେ ହୋଟେଲ ବାଲା ବି କହିବେ ଯେ ଆମର ଜାଗା ଶୋଇବା ପାଇଁ ଦବୁ, କିନ୍ତୁ ଗାଡି ଥୋଇବା ପାଇଁ ଦେଇପାରିବୁନି। ଗାଡି ଥୋଇବେ ଯଦି ଆପଣ ପାର୍କିଂରେ ପଇସା ଦେଇକି ଗାଡି ରଖିବେ। କିନ୍ତୁ ଆପଣଙ୍କର ବିଲ୍ଡିଂରେ ଯେତେବେଳେ ପ୍ଲାନ ଆପ୍ରୁଭାଲ ହଉଛି, ଯେକୌଣସି ବ୍ୟବସାୟିକ ପ୍ରତିଷ୍ଠାନ ବା ଘର ଆପଣ କରୁଛନ୍ତି, ବିଲ୍ଡିଂ ପ୍ଲାନ କରୁଛନ୍ତି, ପାର୍କିଂ ଇଜ ଏ ମଷ୍ଟ। ପାର୍କିଂ ପ୍ରାବଧାନ ଥାଇକି ଆପଣ ଘର ତିଆରି କରିବେ, ସପିଂ ମଲ୍ ତିଆରି କରିବେ, ବା ସପିଂ ଯାହା ବି କରନ୍ତୁ, ଆପଣ ବ୍ୟବସାୟିକ ପ୍ରତିଷ୍ଠାନ ମଣ୍ଡପ କରନ୍ତୁ, ଯାହା କରିବେ ପାର୍କିଂ ର ପ୍ରୋଭିଜନ ଥାଇକି କରିବେ। ଗାଡି କୋଉଠି ଥୋଇବେ ଲୋକ? ତ ପାର୍କିଂ କୁ ଯଦି ବ୍ୟବସାୟୀକରଣ ହେଇଯାଇଛି ସବୁଆଡେ, ଆପଣ ଦେଖୁନାହାନ୍ତି। ଏବେ ଯେହେତୁ ମୋ ପିଲାଙ୍କର ବୁଲିବାକୁ ଇଚ୍ଛା ହଉଛି, ଛୋଟ ପିଲା, ତାଙ୍କ ବୟସରେ ଆମେ ବି ବୁଲିବାକୁ ଇଚ୍ଛା କରୁଥିଲୁ, ସବୁ ଜାଗାକୁ ଆପଣ ଦେଖନ୍ତୁ, ଯୋଉ ଜାଗାରେ ଆପଣ ମାନେ ସବୁ ସେମିତି ଗାଡି ଥୋଇ ଦଉଥିଲେ, ସବୁ ଜାଗାରେ ତଥାକଥିତ ଯୁବକ ମାନଙ୍କୁ
ଛଡା ହେଇଯାଇଛି ପଇସା ଆଦାୟ କରିବା ପାଇଁ। ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି, ସୈନିକ ସ୍କୁଲରେ, ଯେହେତୁ ମୁଁ ସୈନିକ ସ୍କୁଲ ଷ୍ଟୁଡେଣ୍ଟ, ବହୁତ ଜଲ୍ଦି ଉଠିବା ମୋର ଅଭ୍ୟାସ ଥାଏ। ତ ମୁଁ ଯେତେବେଳେ ଭ୍ୟାକେସନରେ ଘରକୁ ଆସେ, ସେତେବେଳେ ମୋର ଗୋଟେ ଇଚ୍ଛା ଥାଏ, ମୁଁ ସକାଳେ ଉଠିକି ଲୋକନାଥ ମନ୍ଦିର ଯାଏ ଆଳତି ଦେଖିବା ପାଇଁ। ଭକ୍ତି ନାହିଁ, ସେଟା ଗୋଟେ ଅଭ୍ୟାସ। ତ ଯୋଉ ଦିନ ସାଇକେଲ ନେଇକି ଯାଏ, ସେତେବେଳେ ତ ଗାଡିର ଆବଶ୍ୟକତା ନଥିଲା, ସମସ୍ତେ ସାଇକେଲ ଚଲାଉଥିଲେ। ମୋ ସ୍କୁଲ ସମୟର କଥା କହୁଛି। ତ ଯୋଉ ଦିନ ସେ ଲୋକନାଥ ମନ୍ଦିର ଯୋଉ ବାହାର ଏରିଆ ଅଛି, ମତେ ଜଣେ କହିଲେ, ନାଇଁ ଆଜ୍ଞା, ଆମେ ଏଟା ଲିଜ୍ ନେଇଯାଇଛୁ, ସାଇକେଲ ଥୋଇଲେ ଆପଣଙ୍କୁ ପଇସା ଦେବାକୁ ପଡିବ। ତାପରଠୁ ମୁଁ କେବେ ଆଉ ଯାଇନି। ଏଟା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ଥରେ ପଇସା ଆଦାୟ କରିବା ଯେବେଠୁ ଆରମ୍ଭ ହେଲା, ତାପରଠୁ ମୁଁ କେବେ ଯାଇନି ଆଉ। କାରଣ ଆପଣ ଦେଖନ୍ତୁ, ଗାଡି ଆପଣ ଚଲେଇକି ଯିବେ, ସବୁଠି ସ୍ଥାନର ସମସ୍ୟା ଅଛି। ଆଉ ଏ ସ୍ଥାନର ସମସ୍ୟାକୁ ନେଇକି ଯଦି ବ୍ୟବସାୟ କରାଯାଏ, ସେ ବ୍ୟବସାୟ ସବୁବେଳେ ବୁମିଂ ଷ୍ଟେଜରେ ରହିବ। କାରଣ ଆବଶ୍ୟକତା ଥିବା ଜାଗା ଅଧିକା ଦରକାର, କିନ୍ତୁ କମ ଅଛି, ସେଠି ବ୍ୟବସାୟ କରିବା ବହୁତ ସହଜ। ଯେକୌଣସି ଆପଣଙ୍କର ବୁଲିବା ଜାଗାକୁ ଚାଲି ଯାଆନ୍ତୁ, ମନ୍ଦିରକୁ ଚାଲି ଯାଆନ୍ତୁ, ସବୁଠି ବର୍ତ୍ତମାନ ଏଇ ପାର୍କିଂର ବ୍ୟବସାୟ ଚାଲିଛି। କିନ୍ତୁ ଗୋଟେ 5,000 ଟଙ୍କା, 3,000 ଟଙ୍କା, 10,000 ଟଙ୍କା ଚାକିରି କରିବା ପାଇଁ ପିଲାଙ୍କୁ କେତେ କଷ୍ଟ କରିବାକୁ ପଡୁଛି, ସ୍କିଲ୍ଡ ହବାକୁ ପଡୁଛି। ସେ ଯୋଉ ବେସିକ ପାଠ ପଢୁଛନ୍ତି, ସେଥିରେ ବି ଚାକିରି ମିଳୁନି। ଆଉ ରୋଜଗାରର ଯଦି ଏତେ ସହଜ ଉପାୟ ବାହାରି ପଡିଛି, ପାର୍କିଂ, କହିଲି ନା, ଏଇଟା ଗୋଟେ ଜାତୀୟ ସମସ୍ୟା। ଆମେ ରିଅଲାଇଜ ଏଇଥିପାଇଁ କରୁନେ, ଆମେ କୋଉ ଦିନ ଗୋଟେ ବୁଲିବାକୁ ଯାଉଛେ, ହଁ ଏତେ ପଇସା ଖର୍ଚ୍ଚ କରିକି ତେଲ ପକଉଛେ, 50 ଟଙ୍କା ନେଇଗଲା ତ ନେଇଗଲା, ଆଉ ଆମେ ଏଇ ଧାରଣାରେ ଯାଉଛେ। ଆଜି ସିନା ଆମେ ଗଲେ, କାଲି ଆଉ କିଏ ଯାଉଛି? 150 କୋଟି ଲୋକ ଆମ ଦେଶରେ ଅଛନ୍ତି, କିଏ ନା କିଏ ପ୍ରତିଦିନ ଯିବେ। ଯଦି ରୋଜଗାର କରିବାର ଏତେ ସୂକ୍ଷ୍ମ ଉପାୟ ସୃଷ୍ଟି ହେଇଯାଇଛି, ସେଠି ଲୋକ କାହିଁକି କ୍ରାଇମ ନ କରିବେ, ବାହୁବଳୀ ନ ହେବେ? ମୁଁ ସବୁକୁ ମିଶେଇକିରି ଏଇଥିପାଇଁ କହୁଛି, ଯୋଉଠି ବିନା ଇନଭେଷ୍ଟମେଣ୍ଟ ରୋଜଗାର ମିଳିପାରିବ, ସେଟା ହେଲା ପାର୍କିଂ। ଆପଣ ଦେଖୁନାହାନ୍ତି, ଜାଗର ଦିନ ସେଇ ମନ୍ଦିରକୁ ଆପଣ ସବୁଦିନ ଯାଉଥିବେ, ହଠାତ୍ ଜାଗର ଦିନ ସେଠି ସବୁ ଷ୍ଟାଣ୍ଡ ତିଆରି ହେଇଯାଇଥିବ, ପଇସା ଆଦାୟ। ଉନ୍ନୟନ ପରିଷଦ, ରଥଯାତ୍ରା, ଯିଏ ଯୋଉଠି ପାଇଲା ଖାଲି ଜାଗାକୁ ଘେରେଇକିରି ପଇସା ଆଦାୟ କଲେ। ତ ସରକାର ବି ସେଇଆ କରୁଛନ୍ତି, ଚିନ୍ତା କଲେଣି। ଯଦି ସମସ୍ତେ କରୁଛୁ, ଆମେ ବି କରିବା। ଆ ଦ୍ୱାରା କଣ ହଉଛି ନା, ଗୋଟେ ବେଆଇନ ଭାବରେ ପଇସା ଆଦାୟ କରିବାଟା ଆଇନଗତ ହେଇଯାଉଛି। ଏହା ଏକ ବିତର୍କର ବିଷୟ ହବା ଦରକାର। ଯେମିତି କୋଉ ସହରରେ କେତେ ଗାଡି ଚାଲିବ, ତାର କିଛି କଣ ଆଇନ କାନୁନ କିଛି ଅଛି? ପୁରୀ ସହରକୁ ଆମେ ଯଦି ନବା, କେତେ ଅଟୋ ହେଲାଣି। କୋଉଠି ଥୁଆ ହବ ସେ ଅଟୋ? ଗଳି କନ୍ଦି ସାହି ସବୁ ଯୋଉଠି ଜାଗା ଅଛି, ସେଠି ଭର୍ତ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଲୋକ କାର ବି କିଣୁଛନ୍ତି ଜାଗା ନଥାଇ। ଯୋଉ ଯୋଉ ସାହି ଟିକେ ଚଉଡା ଅଛି, ସେଠି ଦେଖିବେ ସାହି ଗୋଟାଏ ଯାକ କାର ଥୁଆ ହେଇଥିବ। ତା ଭିତରେ ପୁଣି ଲୋକ ଯିବା ଆସିବା କରିବେ। ମୋ କଥା ବୁଝିବା ପାଇଁ ଇଚ୍ଛା ଥିଲେ ଆପଣ ମାନେ ବୁଝିପାରିବେ। ଯୋଉ ଦେଶରେ ଜାଗା କମ, ଗାଡି ସଂଖ୍ୟା ଅଧିକା, ଗାଡି ସଂଖ୍ୟା ଏଇଥିପାଇଁ ଅଧିକା କାରଣ ଗାଡି ଇଜିଲି ଆଭେଲେବୁଲ ହେଇପାରୁଛି। ଆମ ଛୁଆବେଳେ ଆମେ କଣ ଦେଖିଥିଲୁ, ପୁରୀରେ ଗାଡି ସୋରୁମ ନଥିଲା।
ବାଜାଜ ର ଲୁନା ଶୋରୁମ ଥିଲା, ବାଜାଜ ସ୍କୁଟର ଶୋରୁମ ଯୋଉ ଥିଲା, ଆପଣ ପଇସା ଆଡଭାନ୍ସ ଦେଲେ ସେମାନେ ଭୁବନେଶ୍ୱରରୁ ମଗେଇକିରି ସାଙ୍ଗେ ସାଙ୍ଗେ ବି ନଥିଲା, ଏବେ ତ ରେଡିଲି ଆଭେଲେବୁଲ ଗାଡି ଥୁଆ ହେଇଛି। କାରଣ ଯୋଉମାନେ ଏଇ କମ୍ପାନୀ କରୁଛନ୍ତି ତାଙ୍କ ପାଖରେ କୋଟି କୋଟି ଅରବ ଅରବ ଟଙ୍କା ଅଛି, ସେମାନେ ମ୍ୟାନୁଫ୍ୟାକ୍ଚର କରୁଛନ୍ତି। ଆଉ ଲୋକ ଯେହେତୁ କିଣିବା ସକ୍ଷମତା ନାହିଁ, ସେମାନେ ଜିରୋ ଡାଉନ ପେମେଣ୍ଟ, ଇଏମଆଇ ସ୍କିମ୍ ସବୁ ନେଇ ଆସିଛନ୍ତି। ଆମେ ତା ହିସାବ କିତାବ ବୁଝୁନାହିଁ। ଆମେ କେତେ ଟଙ୍କାର ଗାଡି କେତେ ଟଙ୍କାରେ କିଣୁଛେ, ଆମର ଆର୍ଥିକ ଅବସ୍ଥା କଣ ହବ ତା ଦ୍ୱାରା ଆମେ ସେ ହିସାବ କିତାବରେ ନାହିଁ। ଆମର ଦେଖି ହେବାର ଅଛି ଯେ ମୋର ଗାଡି ଅଛି, ତ ଆମେ ଗାଡି କିଣିଲେ ଆମର ଜାଗା ଥାଉ ନଥାଉ ଆମେ ପୁଳା ପୁଳା ଗାଡି କିଣିବା। ଆଉ ପବ୍ଲିକ ଟ୍ରାନ୍ସପୋର୍ଟ ଏବେ ବି ଏକ ବଡ କ୍ୱେଶ୍ଚିନ୍ ମାର୍କ। ମୁଁ ଯେତିକି ଯେ ସହରକୁ ଯାଇଛି, ବଡ ବଡ ମହାନଗରକୁ ଛାଡିଦେଲେ, ଯେମିତି କଲିକତା ହେଲା, ଚେନ୍ନାଇ ହେଲା, ମୁମ୍ବାଇ ହେଲା, ଆପଣଙ୍କର ବାଙ୍ଗାଲୋର ହେଲା, ଏଇ ସବୁ ସହରରେ ପବ୍ଲିକ ଟ୍ରାନ୍ସପୋର୍ଟ ଆଭେଲେବୁଲ ଅଛି। ସେ ସରକାରଙ୍କ ଦ୍ୱାରା ହଉ ବା ଯୋଉ ଅନଲାଇନ ପ୍ଲାଟଫର୍ମର କମ୍ପାନୀ ମାନଙ୍କ ଦ୍ୱାରା ହଉ, ପବ୍ଲିକ ଟ୍ରାନ୍ସପୋର୍ଟ ଅଛି। କିନ୍ତୁ 90% ସହରରେ ଏ ବ୍ୟବସ୍ଥା ନାହିଁ। ତ ନିଜ ଗାଡି ଉପରେ ସମସ୍ତେ ଡିପେଣ୍ଡ କରୁଛନ୍ତି। ଆଉ ଆମର ଏଇ ମନ୍ଦିରକୁ ନେଇ ବ୍ୟବସାୟ, ଏଇଟା ବ୍ୟବସାୟ। ମୁଁ ବ୍ୟବସାୟ କ୍ଲିୟରଲି ବ୍ୟବସାୟ ଟର୍ମ ୟୁଜ କରୁଛି, ମନ୍ଦିରକୁ ନେଇ ବ୍ୟବସାୟ। କିନ୍ତୁ ଅନ୍ୟ ସମ୍ପ୍ରଦାୟର ସେମାନେ ସେ ବ୍ୟବସାୟ କରନ୍ତିନି। ଭାବୁଛି ଆଗାମୀ ଦିନରେ ଅନ୍ୟମାନେ ବି ୟାକୁ ରିଅଲାଇଜ କରିବେ ଯେ ପାର୍କିଂର ଯଦି ସବୁ ଜାଗାରେ ବ୍ୟବସାୟୀକରଣ ହବ, କେତେ ଖରାପ ସ୍ଥିତିକୁ ଆମ ଆର୍ଥିକ ସ୍ଥିତି ଚାଲିଯିବ, ଆର୍ଥିକ ଅବସ୍ଥା ଖରାପ ହେଇଯିବ ଆମ ମାନଙ୍କର। ଜଣେ ଭଦ୍ର ମହିଳାଙ୍କର ଭିଡିଓ ଦେଖିଥିଲି, ସେ ମୁମ୍ବାଇ ଏୟାରପୋର୍ଟର ଆଡାନୀ ଏୟାରପୋର୍ଟ ତାର ଦେଖଉଛନ୍ତି, ସେ ପଶିଲା ବେଳକୁ ସେଠି କିଓସ୍କ ଅଛି, ଗାଡିର ଏଣ୍ଟ୍ରି ଟାଇମ ଦିଆଯାଉଛି 8 ମିନିଟ। 8 ମିନିଟରେ ଆପଣ 150 ଟଙ୍କା ଦେଇ ଆପଣଙ୍କର ପରିଚିତ ଲୋକକୁ ଏୟାରପୋର୍ଟରେ ଡ୍ରପ୍ କରିକି ବାହାରିକି ପଳେଇ ଆସିବେ। 8 ମିନିଟରୁ ଏକ୍ସିଟ୍ କଲେ ଆଉ ଥରେ ଆପଣଙ୍କୁ ଆଡିସନାଲ କଷ୍ଟ ଦବାକୁ ପଡିବ। ଆଉ ଆପଣ ଯଦି ଫୋନ ପେ ରେ ଦଉଛନ୍ତି ତାହେଲେ 150 ଟଙ୍କା, ଯଦି କ୍ୟାଶ ଦେବେ ତାହେଲେ 250 ଟଙ୍କା। ଚିନ୍ତା କରନ୍ତୁ, ଅର୍ଥ ଉପାର୍ଜନ କରିବା ପାଇଁ ଯଦି ଏତେ ସବୁ ସୂକ୍ଷ୍ମ ତରିକା ବାହାରିବ, ଆମେ ମାନେ କଣ କରିବୁ? ଚାଷ ବାସ କରି ଧାନ ଅପରା କରିକି ବସିଛୁ, ମଣ୍ଡି ଖୋଲିବାକୁ ନାହିଁ। ଚାଷୀ ମାନଙ୍କର ଅବସ୍ଥା ଏଇଆ। ଚାକିରିର ଅବସ୍ଥା କଣ? ଲୋକ 5,000 7,000 ଟଙ୍କା ରୋଜଗାର କରିବା ପାଇଁ 12 ଘଣ୍ଟା 10 ଘଣ୍ଟା ପ୍ରାଇଭେଟ କମ୍ପାନୀରେ ଖଟୁଛନ୍ତି। ଏ ଦେଶରେ ଦୁଇ ପ୍ରକାର ଅର୍ଥନୀତି ଚାଲୁଛି। ଭାବୁଛି ମୋର ଏ ଆଲୋଚନା ନିଶ୍ଚିତ ଆପଣମାନଙ୍କ ମନକୁ ପାଇବ। ରହିଲି, ଜୟ ଜଗନ୍ନାଥ।